ଅନ୍ଧାରରେ ସେ ଦେଖାନ୍ତି ଆଲୋକର କିରଣ। ସଫଳତାର ଶିଖର ଚଢ଼ାଇବାରେ ଥାଏ ତାଙ୍କର ହାତ। ବିପଦଗାମୀ ପାଇଁ ସାଜନ୍ତି ପଥ ପ୍ରଦର୍ଶକ। ସେ ହେଉଛନ୍ତି ଗୁରୁ। ଶିଷ୍ୟଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ଥାଏ ଅବଦାନ। ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିବେଶ ଭାବବିହ୍ୱଳ। ଚାଲିଥାଏ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା। ଜଣକ ପରେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଦେଉଥାନ୍ତି ଭାଷଣ। ଆଉ ଅନ୍ୟପଟେ ବିଦ୍ୟାଳୟରେ ଚାଲିଥାଏ କାନ୍ଦ ବୋବାଳି। ବିଦାୟ ନେଉଥିଲେ ବିଦ୍ୟାଳୟର ଅତି ପ୍ରିୟ ବରିଷ୍ଠ ଶିକ୍ଷକ ବ୍ରହ୍ମାନନ୍ଦ ସେନାପତି। ଚାକିରି କାଳ ଦୀର୍ଘ ଦିନ ଭିତରେ ସେ ଦେଖିଛନ୍ତି ଉତ୍ଥାନ ପତନ। ଆଉ ଏହି ସମୟ ଭିତରେ ସ୍କୁଲକୁ ଗଢ଼ି ତୋଳିଥିଲେ ନିଜ ଘର ଭଳି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୋଡାଲ ଉପ୍ରା ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ବ୍ରହ୍ମାନନ୍ଦ ସେନାପତି। ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଏଭଳି ଭାବପ୍ରବଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ବ୍ରହ୍ମାନନ୍ଦ ସେନାପତି ଥିଲେ ଏକାଧାରାରେ ଛାତ୍ରବତ୍ସଳ, ସରଳ ନିଷ୍କପଟ ମଣିଷ। ତାଙ୍କର ସ୍ୱାଭିମାନ ପଣିଆ, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ। ପୁରୀ ଜିଲ୍ଲା ଅସ୍ତରଙ୍ଗ ନୋଡାଲ ଉପ୍ର ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସେନାପତି ନିଜ ଚାକିରିରୁ ଅବସର ନେଇଛନ୍ତି। ଶ୍ରୀ ସେନାପତି ନିଜ ଚାକିରି କାଳରେ ନିଃସ୍ୱାର୍ଥପର ଭାବେ କିଭଳି ଶିକ୍ଷାଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବେ ରହି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବାକୁ ମାର୍ଗଦର୍ଶନ ଦେଉଥିଲେ ବୋଲି ସ୍ମୃତିଚାରଣା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତିକି ପ୍ରେରଣା ଓ ଉତ୍ସାହ ଦେଉଥିଲେ, ସମ ପରିମାଣର କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉତ୍ତମ ମାର୍ଗଦର୍ଶନ ଦେଇ ଆସୁଥିଲେ ବୋଲି କହିଥିଲେ। नाम ब्रह्मानंद सेनापति से चाकरी अवश्य ना मो गृह को घर को जी न देखे मोर विद्यालय को संपूर्ण भाव मु देखा करे एवं ताको भावे से हूँ मोर प्रथम परिवारटा हूँ मोर द्वितीय परिवार। तेणु मोर पिला सहित भाव आदान प्रदान से स्नेह प्रेम एवं विद्यालय शिक्षादान करने विद्यालय शैक्षिक सहशैक्षिक समस्त कार्य को तदारख करने एवं अभिभावक सहित उत्तम संपर्क रक्षा कर दीर्घ 20 वर्ष 5 मास काल अतर नोडाला विद्यालय शिक्षादान कर तेणु मु काली अवसर मत देले बहुत पिला कांदिले एवं अभिभावक मैंने कांदिले। तेणु सेगुड़ा को मु निजको धन्य मन करुँची जे से विद्यालय मु शिक्षकता करी कृतार्थ मन करुँची। नोडाल विद्यालय रे दीर्घ 20 वर्ष चाकरी काल दीर्घ दिन भितर से देखिचंती उत्थान पतन। विदायकालीन समय छात्र छात्री अभिभावक भावविहल हेबा सह शेषରେ विद्यालय निकटरू बाजा बाण रोषणी विद्यालय ठारू शिक्षक गाँ परिवेश छात्र छात्री नाचरे कंबिथिला। शिक्षकों पुष्पगुच्छ उपढौकन मानपत्र दे संबर्धित करा जायथिला। विद्यालय परिसर में उपस्थित अतिथि शिक्षक शिक्षयित्री और छात्र छात्री भावविहल होई पड़िथिले। शेषରେ उपस्थित अतिथि छात्र छात्री अभिभावक गुरुजी ब्रह्मानंद सेनापति को विराट पटुआर शोभायात्रा माध्यम विद्यालय ठारू नहीं गुरुजी बासभवन में छाड़ी। मो ना स्नेहा प्रियदर्शिनी। गुरुजी ब्रह्मानंद प्रधान गुरुजी आम विद्यालय जो प्रधान शिक्षक थे सी जे माने आमे ताको केबे प्रधान शिक्षक बोले देखिनु। एमती जने सांग अन्य जनक सांगर माने निज सांगर जेमती इमोशनल को बुझी पारेनी सी जेमती आम सहित पूरा माने मिसिकरी रुहंती। आ झियो मानको जेमती माने भौणी मानको आमा डाकंती बहुत माने तांको स्वर पद को माने भूली पारुनु। भाई मानको भी भाई डाकंती बहुत स्नेह श्रद्धा रे हमको से बहुत आज हमको छाड़ के पड़ेले हमको बहुत दुख लगु। निरंजन बेरा भारत प्रधान शिक्षक वरिष्ठ शिक्षक आपण स्कूल वास्तव में ब्रह्मानंद सेनापति नाम जमती कार्यकलाप से चाकरी क्षेत्र में 32 वर्ष चाकरी करने भितर यही विद्यालय 20 वर्ष धरी कार्य करते 20 वर्ष 10 वर्ष प्रधान शिक्षक रूपे
କାର୍ଯ୍ୟ କରିଛନ୍ତି। ମୁଁ ଏହି ବିଦ୍ୟାଳୟକୁ 2 ବର୍ଷ ହେବ ଆସିଛି। ବାସ୍ତବରେ ମୁଁ ତାଙ୍କୁ ଦେଖିଛି, ସେ ଜଣେ ଯେଉଁ ପିଲା ଆମର ଯେମିତି କୋଳାହଳ ଭାବରେ କାନ୍ଦିବେ ଯେମିତି କହୁଥିଲେ, ତାଙ୍କର ଯେଉଁ ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳ ଆଉ ଯେଉଁ ଦକ୍ଷତାପୂର୍ଣ୍ଣ ଶିକ୍ଷା ତାଙ୍କ ଭିତରେ ନିପୁଣତା ଭାବରେ ଯେଉଁ ରହିଥିଲା, ତାଙ୍କର ଯେଉଁ ଏଇ ବିଦ୍ୟାଳୟରୁ ଯେଉଁ ଯାଉଛନ୍ତି, ଏ ବିଦ୍ୟାଳୟରେ ଆମେ ତ ତାଙ୍କ ମାନେ ସବୁ ଶିକ୍ଷକ ପିଲାମାନେ ଝୁରୁଛନ୍ତି ତାଙ୍କର ଯେଉଁ ପଦକୁ ପୂରଣ କରିବା ଭଳି ଏଭଳି ଶିକ୍ଷକ ଆମ ବ୍ଲକରେ କାହିଁକି ଆମେ ଦେଖାଯିବା, ଆମ ରାଜ୍ୟରେ ଏଭଳି ବି ଶିକ୍ଷକ ନାହାନ୍ତି। ସେ ଏଭଳି କାର୍ଯ୍ୟ କରିଛନ୍ତି ଯେ ଆମର ଯେଉଁ ବିଗତ ଦିନରେ ଯେଉଁ ମୁଖ୍ୟମନ୍ତ୍ରୀ ପୁରସ୍କାର ବିଦ୍ୟାଳୟ ଯେଉଁ ପାଉଥିଲା, ଆମ ବିଦ୍ୟାଳୟ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ତାଙ୍କରି ତତ୍ତ୍ୱାବଧାନରେ ତାଙ୍କର ଯେଉଁ ପରିବେଶ ଉପରେ ତାଙ୍କର ଯେଉଁ ଶିକ୍ଷା ଏବଂ ତାଙ୍କର ଶିକ୍ଷାର ବ୍ୟବସ୍ଥା ଏବଂ ଯେଉଁ ଖସଡ଼ା ପ୍ରସ୍ତୁତି କରିବା ଏବଂ ରୁଟିନ୍ କରିବା, ଶିକ୍ଷକଙ୍କୁ ଦାୟିତ୍ୱ ଦେବା, ତାଙ୍କର ଏଭଳି ଦାୟିତ୍ୱବୋଧତା ଅଛି ଯେଉଁ ଦାୟିତ୍ୱବୋଧରେ ଆମ ବ୍ଲକରେ ମଧ୍ୟ 1 ନମ୍ବର ବିଦ୍ୟାଳୟରେ ମଧ୍ୟ ପରିଗଣିତ ହୋଇଛି। ଅଜୟଜିତ ବେହେରା ସାର୍ ଏମିତି ଏକ ମଣିଷ ଥିଲେ ଯିଏକି ଆମକୁ ପ୍ରଧାନ ଶିକ୍ଷକ ଭଳି ଦେଖାଯାଆନ୍ତିନି, ସେତିକି ଆମର ସାଙ୍ଗ କି ଆମର ମିତ୍ର ଭଳି ସେ ଦେଖାଯାଆନ୍ତି। ସେ ଜଣେ ଛାତ୍ର ବତ୍ସଳ ପରୋପକାରୀ ଥିଲେ। ସେ ସବୁ ଛାତ୍ରଛାତ୍ରୀଙ୍କର ଦୁଃଖ ସୁଖରେ ଭାଗି ହୋଇଥାନ୍ତି। ତାଙ୍କ ପାଇଁ ଆଜି ଆମେ ବହୁତ ଝୁରୁଛୁ। ସେ ଆଜି ଆମଠୁ ଅବସର ନେଇଯିବେ, ଆମ ବିଦ୍ୟାଳୟକୁ ଛାଡ଼ି ଚାଲିଯିବେ। ତାଙ୍କର ଅଭାବ ଆଉ କିଏ ପୂରଣ କରିପାରିବ? ସେ ଥିଲେ ଏକ ଛାତ୍ର ବତ୍ସଳ। ତାଙ୍କୁ କେତେ କେତେ ଓଡ଼ିଶାର ଶିକ୍ଷା ପୁରସ୍କାର ମଧ୍ୟ ମିଳିଛି। ସବୁ ପୁରସ୍କାର ଶ୍ରେଷ୍ଠ ପୁରସ୍କାର ଆମର ଥିଲେ ଛାତ୍ର ବତ୍ସଳ। ଅସ୍ତରଙ୍ଗରୁ ଈଶ୍ୱର ମହାରଣାଙ୍କ ରିପୋର୍ଟ, ସବୁଦିନ ଟିଭି।